ଆଜ୍ଞା 2008 ଏଇ ଅଗଷ୍ଟ ମାସର କଥା। ସେଦିନ ଥାଏ ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ସହଯୋଗୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରାଗଲା। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କର ଇଙ୍ଗିତରେ ନେତୃତ୍ୱରେ ଏଭଳି ହତ୍ୟାକାଣ୍ଡ ଭିଆଯାଇଥିଲା। କିନ୍ତୁ ଆପଣ ଜାଣିଥିବେ ଏବଂ ସେତେବେଳର ଚର୍ଚ୍ଚା ଅନୁଯାୟୀ ଏହା ପଛରେ ମିଶନାରୀ ମାନଙ୍କର ହାତ ରହିଥିଲା। କାହିଁକି ନା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସବୁବେଳେ ଗୋଟେ ହିନ୍ଦୁତ୍ୱ ବିଚାରଧାରାକୁ ଆଗକୁ ନେଉଥିଲେ। ସେଠାକାରେ ଯେଉଁ ଜୋର ଜବରଦସ୍ତି ଧର୍ମାନ୍ତରୀକରଣ କରାଯାଉଥିଲା, ବଳପୂର୍ବକ କରାଯାଉଥିଲା, ଆଦିବାସୀମାନଙ୍କୁ ଭୂତେଇକି ଭୁଆଁ ବୁଲେଇ କରାଯାଉଥିଲା, ଇଏ ସେଥିରେ ତାହାକୁ ରୋକୁଥିଲେ। ଯେଉଁଥିପାଇଁ ମିଶନାରୀ ମାନେ ତାଙ୍କ ଉପରେ ରାଗିଥିବାର ମଧ୍ୟ ଅଭିଯୋଗ ହୁଏ। କିନ୍ତୁ ସେ ପଦ ନେଇକି ଏଯାଏଁ କୌଣସି ତଦନ୍ତ ହେଇନି ବା ମିଶନାରୀଙ୍କ ହାତ ଥିବା ନେଇ କୌଣସି ପ୍ରକାର ରିପୋର୍ଟ ମଧ୍ୟ ପ୍ରକାଶ ପାଇପାରି ନାହିଁ। କିନ୍ତୁ ସେ ଅନେକ ସବୁ ମାମଲାରେ ଏବେ ବି ସବ୍ୟସାଚୀ ପଣ୍ଡା ଜେଲରେ ରହିଛନ୍ତି। ତେବେ ଏହାକୁ ନେଇକି ମଧ୍ୟ ରାଜନୀତି ହେଉଛି। ଟାର୍ଗେଟ କରାହେଉଛି ବିଜୁ ଜନତା ଦଳକୁ। ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଉଛି ଯେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଆଙ୍କରି ଅମଳରେ ହତ୍ୟା କରାଯାଇଥିଲା। ସେ ସମୟରେ ଆଜ୍ଞା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ଥିଲା। ଉଭୟ ସରକାର କରୁଥିଲେ। ବେଳେବେଳେ ଶୁଣିବେ ବିଜେପି ନେତାଙ୍କ ଠାରୁ ଯେ ଲକ୍ଷ୍ମଣାନନ୍ଦଙ୍କ ପ୍ରସଙ୍ଗରେ ଆମେ ବିଜେଡ଼ି ମାନେ ନବୀନ ସରକାରଙ୍କ ଠାରୁ କ୍ଷମତା ଯେଉଁ ସମର୍ଥନ ପ୍ରତ୍ୟାହାର କରିଦେଲୁ। କିନ୍ତୁ ଆକ୍ଚୁଆଲି ସେଇଟା ସତ ନୁହେଁ। 2008 ମସିହା ଅଗଷ୍ଟର ଘଟଣା। ଏମାନେ 2009 ମାର୍ଚ୍ଚ ମାସରେ ବିଜୁ ଜନତା ଦଳ ସରକାର ବା ନବୀନ ପଟ୍ଟନାୟକ ସରକାର ଠାରୁ ସମର୍ଥନ वापस नहीं मान प्रत्याहार करते। पुणी कहीं जे बिजु जनता दल भारतीय जनता पार्टी मध्य मेंट भांगिला बोली से मार्च मासरे ही घोषणा करा जाइथिला। जदि उभय दल मध्य मेंट होता ताहले मध्य बीजेपी बीजेडी एकाठी रही था। किंतु 2009 रे मेंट भांगीगला। सेते बेलर नेता माने जो माने नवीन बाबूंकर परामर्श रे चलुथिले, जो माने नवीन बाबूंकर इशारा रे चलुथिले, ताहाकु नेकी भारतीय जनता पार्टी रे एभली एक आंदोलन होता, आलोड़न सृष्टि होता। 2009 मसीह जिते बीजेडी बीजेपी मेंट भांगीगला सेते बेले भारतीय जनता पार्टी रो पत्ता भी हजिगला एवं पुणी थरे क्षमता पाइबा पई आहुरी 15 वर्ष समय लगी जाइथिला। एवं ताहा मध्य थिला गोटे ऐतिहासिक भूल। एबे भी अनेक बीजेपी नेता माने कहती जे जदि जो दिन लक्ष्मणानंद सरस्वती को हत्या करागला सेही दिन जदि भारतीय जनता पार्टी बिजु जनता दल बा नवीन पट्टनायक सरकार ठारू समर्थन प्रत्याहार करथांता ताहले 2009 राजनीति रे रूपरेख मध्य अलग होइथांता।